ଧରଣୀମାଳ ଗାଁରେ ମା ପାଟରାଣୀ କ୍ରିକେଟ କପ୍ ଉଦ୍ଘାଟିତ। ନୂଆପଡ଼ା ଜିଲ୍ଲା ବଡ଼େନ ବ୍ଲକ ଅନ୍ତର୍ଗତ ବାବେର ପଞ୍ଚାୟତ ଧରଣୀମାଳ ଗାଁରେ ମା ପାଟରାଣୀ କ୍ରିକେଟ କପ୍ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖରସେଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଖମାରୀ ଯୋଗ ଦେଇ ଫିତା କାଟି ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ହେରାମ ସିଂ ପୂଜାରୀ, ଶ୍ରୀଯୁକ୍ତ ଲିଙ୍ଗରାଜ କଟା, ପ୍ରଧାନ ଶିକ୍ଷକ ଧରଣୀମାଳ ଉଚ୍ଚ ବିଦ୍ୟାଳୟ ଯୋଗ ଦେଇଥିବା ବେଳେ କମିଟିର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ଜଗତ, ସମ୍ପାଦକ ଶ୍ରୀଯୁକ୍ତ ମକର ଧ୍ୱଜ ଜଗତ, ଭାଷ୍ୟକାର ଶ୍ରୀଯୁକ୍ତ ନିରଞ୍ଜନ ବେମାଲ ଓ ବସନ୍ତ ବାଗ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଉଦ୍ଘାଟନୀ ମ୍ୟାଚରେ ଜୟବାହାଲ ବନାମ କାମପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଜୟବାହାଲ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲେ ଓ ନିର୍ଦ୍ଧାରିତ 12 ଓଭରରେ 7 ୱିକେଟ୍ ହରାଇ 79 ରନ୍ କରିଥିଲେ। ତାହାର ଜବାବରେ କାମପୁର ଦଳ ନିର୍ଦ୍ଧାରିତ 10 ଓଭରରେ 3 ୱିକେଟ୍ ହରାଇ 80 ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ଏହି ଖେଳକୁ ଶ୍ରୀଯୁକ୍ତ ସୌରଭ ଯୋଶୀ, ଧନଞ୍ଜୟ ମେହେର ଖେଳ ପରିଚାଳନା କରିଥିଲେ। କମିଟିର ବାସୁଦେବ ସାହୁ, ମନୋଜ କୁମାର ବାଗ, ମନୋରଞ୍ଜନ ବେହେରା, ମହେନ୍ଦ୍ର ଭୋଇ, ଗୋବର୍ଦ୍ଧନ ତାଣ୍ଡି ଧାରା ବିବରଣୀ କରିଥିଲେ। ଏହି ଖେଳ ଜାନୁଆରୀ 31 ତାରିଖ ଦିନ ଶେଷ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।